आज ମୁଁ ଜାଣିନଥିଲି ସଡନଲି ଆମେ ପିକନିକ୍ କରିବୁ ବୋଲି। ତ ଡିସ୍କସନ୍ ଆମର ଫାଇନାଲ ଗଲା। ଏବେ ଆମେ ଯାଉଛୁ ଦୋକାନକୁ। ସେ ଦୋକାନରେ ଯାଇକି ଆମେ କିଣିବୁ ଚିକେନ। ଏବେ ଆମେ ପହଞ୍ଚିଗଲୁ ଚିକେନ ସେଣ୍ଟରକୁ। ଭାଇ ସେପଟେ ଯାଇଛନ୍ତି, କିଛି ସମୟ ପରେ ଆସିବେ। ଆଉ ଆସିଲା ପରେ କେଜି ତୁଡ଼ା ଯିବ କୁକୁଡ଼ାକୁ। ତ ଏବେ କେଜି ତୁଡ଼ା ମଧ୍ୟ ଷ୍ଟାର୍ଟ ହେଇଗଲା। ଦେଖନ୍ତୁ ଏବେ ଭାଇ ସେପଟେ ଖାଟିକି ଦେଇଦେବେ ଆମକୁ। ତ ଫ୍ରେଣ୍ଡସ୍ ଆଜିର ଭାଇବ୍ର ପୁରା ଏନ୍ଜୟ ହେଇଯିବ। ତ ଆମର କଟା ମଧ୍ୟ ଷ୍ଟାର୍ଟ ହେଇଗଲା। ଦେଖନ୍ତୁ ଭାଇ ସାରିଦେଲେ। ଏବେ ଆମେ ଚିକେନ କଟେଇକି ପଳେଇ ଆସିଲୁ ଦୋକାନକୁ, କାହିଁକି ନା ମସଲା ଜିନିଷ ସବୁ କିଣିବାର ଥିଲା। ଆଉ କେଜି ଟମାଟୋ ମଧ୍ୟ ଦରବାର ଥିଲା। ତ ଆମେ କିଣି ସାରିଛୁ। ଏବେ ଯିବା ଘରକୁ ପହଞ୍ଚି ଏବେ ବାହାରି ଗଲୁ ପିକନିକ୍ କରିବାକୁ। ଆଉ କିଛି ସମୟ ଚାଲିଲା ପରେ ଆମେ ପହଞ୍ଚି ଗଲୁ ଆମର ରାଇଟ୍ ପ୍ଲେସ୍, ଯାହାକି ପିକନିକ୍ ପ୍ଲେସ୍ କୁ। ଆଜିର ଏହି ପିକନିକ୍ ରେ ମୋତେ ଚିକେନ ରାନ୍ଧିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଆଉ ୟାର ଚିକେନ କୁ 40 ମିନିଟ୍ ରାନ୍ଧିଲା ପରେ ପୁରା କମ୍ପ୍ଲିଟ୍ ହେଇଗଲା। ଦେଖିପାରୁଥିବେ ରିଜଲ୍ଟ କୁ। ସୋ ଫ୍ରେଣ୍ଡସ୍ ଆମ ରନ୍ଧାବଢ଼ା ସବୁ କମ୍ପ୍ଲିଟ୍ ହେଇଗଲା। ଏବେ ଆମେ ଯାଉଛୁ ଗାଧେଇବାକୁ। ଆଉ ୟାର ଗାଧେଇ ଆସି ଓନ୍ଲି ବାକି ରହିବ ଖାଇବାକୁ। ଏଇଟା ହଉଛି ଚିକେନ, ଆଉ ସେଇପଟେ ଅଛି ଟମାଟୋ ଚାରୁ ଆଉ ଭାତ। ସୋ ଚାଲ ୟାର ଖାଇବା ଷ୍ଟାର୍ଟ କରିଦେବା। ଆମେ ଏପଟେ ଖାଇସାରି ପଳେଇ ଆସିଲୁ ଫଟୋ ସୁଟ୍ କରିବା ପାଇଁ। ଦେଖନ୍ତୁ କି ବ୍ୟୁଟିଫୁଲ ଦେଖାଯାଉଛି। ତ ଏଇଟାରେ ଆମେ ଫଟୋ ସୁଟ୍ ନେବୁ ବୋଲି ଭାବୁଛୁ। ଆଉ ଫଟୋ ସୁଟ୍ ନେଇ ସାରି ଫ୍ରେଣ୍ଡସ୍ ଆମର ଗୋଟେ ଅଜିବ ଗରିବ ଡ୍ୟାନ୍ସ ହେଇଗଲା। ତ ଦେଖନ୍ତୁ ଆମର ଭାଇମାନେ କେମିତି ଆଜିବ ଡ୍ୟାନ୍ସ କରୁଛନ୍ତି। ତ ୟାର ଆମେ ଯେତିକି ଏନ୍ଜୟ କରିବା କଥା ଆମେ କରିଦେଲୁ। ଏବେ ଆମେ ଯାଉଛୁ ଘରକୁ। ସୋ ଫ୍ରେଣ୍ଡସ୍ ଆପଣ ଯଦି ଫୁଲ୍ ବ୍ଲଗ୍ ଦେଖିବାକୁ ଚାହୁଁଛନ୍ତି ତ ମୋ ଚ୍ୟାନେଲକୁ ଭିଜିଟ୍ କରିପାରିବେ।